ଆମର ଯେଉଁ ମେଳନଟା ଭଙ୍ଗାଯାଏ ତ ଆଜି ଆପଣଙ୍କୁ ଦେଖେଇବି। ଆପଣ ଦେଖି ନିହାତି ଆଶ୍ଚର୍ଯ୍ୟ ହେବେ ଯେ କେଉଁଠି ବି ଏମିତି ମେଳନ ଭଙ୍ଗା ହୁଏ ନା। ମୁଁ ଏଇଟା ଲେଖିକି ଗ୍ୟାରେଣ୍ଟି ଦେଇକି କହୁଛି ଆପଣମାନଙ୍କୁ। ତ ଦେଖିପାରୁଥିବେ ମୁଁ ଆସିକି ପହଞ୍ଚି ଯାଇଛି କେଉଁଠି ନା ଆମ ବୟାଙ୍ଗୀ ମେଳନରେ। ଆଜି ହେଉଛି ମେଳନ ଭାଙ୍ଗିବ। ତ ଦେଖିପାରୁଥିବେ ଆମର ରଙ୍ଗ ଦେବା ଖେଳ ଷ୍ଟାର୍ଟ ହେଇଯାଇଛି, ଭୋଗ ଦିଆ ବି ଷ୍ଟାର୍ଟ ହେଇଯାଇଛି ଆପଣ ଦେଖିପାରୁଥିବେ। ତ ସବୁ ଠାକୁରଙ୍କ ପାଖରେ ଭୋଗ ଲାଗିଲା। କିଛି ସମୟ ଭିତରେ ଦେଖିପାରୁଥିବେ କେତେ ଫାଙ୍କା ଥିଲା, କିଛି ସମୟ ଭିତରେ ପୁରା ଭିଡ଼ ଫୁଲ୍ ଖଚାଖଚ ଭିଡ଼ ହେଇଯାଇଛି। ତାପରେ ଆଳତି ଷ୍ଟାର୍ଟ ହେଇଗଲା। ତ ଆଉ କିଛି ସମୟ ଭିତରେ ଆମ ଠାକୁର ଉଠିବେ, ସେଥିଲାଗି ଆଳତି ଷ୍ଟାର୍ଟ ହେଇଯାଇଛି। ତ ଦେଖିପାରୁଥିବେ ଆମର ରଙ୍ଗ ଖେଳ ବି ଷ୍ଟାର୍ଟ ହେଇଯାଇଛି, ଖାଲି ଅଭିର ଛଟା ହେଉଛି କେତିକି। ତ ଆପଣ ଦେଖିକି ଅନୁମାନ କରିପାରୁଥିବେ। ତା କିଛି ସମୟ ଭିତରେ ଆମ ଠାକୁର ଗୋଟେ ଗୋଟେ କରିକି ଜଣ ଜଣ ଠାକୁରଙ୍କ ମାନେ ଦର୍ଶନ କରିକି ଯାଉଛନ୍ତି। ଏମିତି ତ କେଉଁଠି ହେଉନଥିବ ମୁଁ ଜାଣିଛି। 36ଟାରୁ 36ଟା ଠାକୁର ଆଗେ ନିଜ ନିଜକୁ ଦର୍ଶନ କରିବେ କେବଳ ଜଣକୁ ନା ମୁରଲୀ ମୋହନକୁ। ଦେଖିପାରୁଥିବେ ଆପଣମାନେ ତ ମୁରଲୀ ମୋହନ ଠିଆ ହେଇଛନ୍ତି। ସବୁ ଠାକୁର ଆସୁଛନ୍ତି ଦର୍ଶନ କରୁଛନ୍ତି ଯାଉଛନ୍ତି, ସବୁ ଠାକୁର ଆସୁଛନ୍ତି ଦର୍ଶନ କରୁଛନ୍ତି ଯାଉଛନ୍ତି। ମୁଁ ସେଥିଲାଗି କୁହେ ଆମ ବୟାଙ୍ଗୀ ମେଳନ ହେଉଛି ସବୁଠୁ ୟୁନିକ୍। ତ ଦେଖିପାରୁଥିବେ ଆପଣମାନେ। ତ ଆମ ଠାକୁର ଏପର୍ଯ୍ୟନ୍ତ ଯାଇନି, କାହିଁକିନା ଆମ ଠାକୁର ସବୁଠୁ ଲାଷ୍ଟରେ ଯିବ। ତ ଆମ ଠାକୁର ସବୁ ଠାକୁରକୁ ବିଦାୟ ଦେବ, ସେଥିଲାଗି ଆମ ଠାକୁର ଏପର୍ଯ୍ୟନ୍ତ ଯାଇନାହିଁ। ତ ଦେଖିପାରୁଥିବେ ଆପଣମାନେ। ତ କିଛି ସମୟ ଭିତରେ ଲୋକ ଦେଖିପାରୁଥିବେ ପ୍ରବଳରୁ ଅତି ପ୍ରବଳ। ତ ଠାକୁର ବି ଆମର ଯାଇନାହିଁ, ମୁଁ ଏବେ ଉପରକୁ ଚଢ଼ି ଯାଇଛି। ତା କିଛି ସମୟ ଭିତରେ ଆମ ଠାକୁର ବାହାରି ପଡ଼ିଥିଲେ କ'ଣ ନା ଦର୍ଶନ, ମାନେ ତାଙ୍କ ଦି ବେଷ୍ଟ ଫ୍ରେଣ୍ଡ କହିବାକୁ ଗଲେ ମୁରଲୀ ମୋହନ ଆଉ ରଘୁନାଥ ଜୀଉ। ଆମ ଠାକୁର ଆଉ ଯେଉଁ ଆମ ମୁରଲୀ ମୋହନ ବୟାଙ୍ଗୀ ଠାକୁର। ତ ଦେଖିପାରୁଥିବେ ତାଙ୍କର ମେଳନ କିଛି ସମୟ ହେଲା। ତ ସ୍ପିଡ଼୍ ଅପ୍ କରିକି ସବୁ ଦେଖାଉଛି, କାହିଁକିନା ସର୍ଟ ଭିଡ଼ିଓରେ ଦେଖାଇ ହେବନି। ତ ତାଙ୍କ ମେଳନ ଏମିତି କିଛି ହେଇଛି। ତାପରେ ଫଟାଫଟ ଆମେ ବାହାରି ଆସିଲୁ କ'ଣ ନା ଘରକୁ। ଦେଖିପାରୁଥିବେ ଆମେ ଆସିକି ପହଞ୍ଚି ଯାଇଛୁ କେଉଁଠି ନା ଯାହା ଘରେ ପଣା ପିଅନ୍ତି ଠାକୁର, ତାଙ୍କ ଘରେ ଫଟାଫଟ ଆସିକି ପହଞ୍ଚି ଯାଇଛୁ। ତ ପଣା ପିଇବେ ସେଥିଲାଗି ଦେଖିପାରୁଥିବେ କିଛି ସମୟ ଭିତରେ ପଣା ବି ପିଇ ସାରିଥିଲେ। ତ ମେଣ୍ଢା ଘର ପୋଡ଼ି ହେବ ଦେଖିପାରୁଥିବେ। କଳାଘାଟି ଏମିତି କିଛି ହୁଏ ତ ଆମକୁ ନିହାତି ଜଣାଇବେ। ଦେଖିପାରୁଥିବେ ଏଇଟାକୁ କୁହନ୍ତି ଆମ ଏଠି ମେଣ୍ଢା ଘର ପୋଡ଼ି। ତ ଆପଣ ସିଆଡ଼େ କ'ଣ କୁହନ୍ତି ନିହାତି କମେଣ୍ଟ ମଧ୍ୟରେ ଜଣାଇବେ। ତାପରେ ଆମ ଠାକୁର ପୁରା ଜଲ୍ଦି ଉପରେ ବାହାରିକି ପଳେଇ ଆସିଲେ ଫଟାଫଟ କୁଆଡ଼େ ନା ଆମ ଘର ଅଭିମୁଖେ, କାହିଁକିନା ବହୁତ ଦିନ ହେଲାଣି ଆମ ଘରେ ନଥିଲେ ତାଙ୍କ ମନ୍ଦିରରେ। ତ ସେଥିଲାଗି ଖାଲି ଖାଲି ବି ଲାଗୁଥିଲା। ତ ଠାକୁର ଏବେ ଆସିକି ଫାଇନାଲି ପହଞ୍ଚି ଯାଇଛନ୍ତି ତାଙ୍କ ଜାଗାରେ। କିଛି ସମୟ ଭିତରେ ଆମେ ଠାକୁରଙ୍କୁ ବସେଇ ଦେଇଥିଲୁ ତାଙ୍କ ଜାଗାରେ। ତ ଦେଖିପାରୁଥିବେ କେତେ ଲୋକ, ବହୁତ ଲୋକ ଆସିଛନ୍ତି। ଆମ ସାହିରେ ସବୁ ଛୁଆ ଏଇଠି ଅଛନ୍ତି। ତ ଏମିତି କିଛି ଥିଲା ଆଜିକାର ବୟାଙ୍ଗୀ ମେଳନ। ତ ରହୁଛି, ଦେଖା ହେବ ନେକ୍ସଟ ବ୍ଲଗ୍ରେ। ବାଏ ବାଏ।